ଦେଖନ୍ତୁ ଆମେ ପ୍ରଥମ ଥର 20 ତାରିଖ ଦିନ ରିପୋର୍ଟ ପାଇଲୁ ୟାର କିଛି ତନ ଓରାଲ ଇନଫର୍ମେସନ ପାଇଲୁ ଯେ କିଛି ଜଣ ଫ୍ରୁଟ ଭେଣ୍ଡର ଫଳ ବିକ୍ରି କରନ୍ତି ଠେଲା ଗାଡ଼ିରେ ତାଙ୍କୁ କିଛି ଜଣ ଆସିକି ଯେ ଆମେ ବଲ୍କ କ୍ୱାଣ୍ଟିଟିରେ ଫୁଡ ପରଚେଜ କରିବୁ ଆଉ ତେଣୁ ସେଇ ହିସାବରେ ତାଙ୍କ ସାଙ୍ଗେ ଦୋସ୍ତି କରୁଥିଲେ ଯେ ଆମେ ଫୁଡ କିଣିବୁ ତାଙ୍କୁ ଡାକି ନେଇ ଗୋଟେ ଜାଗାରେ କୋଲ୍ଡ ଡ୍ରିଙ୍କ୍ସ ଦଉଥିଲେ କୋଲ୍ଡ ଡ୍ରିଙ୍କ୍ସରେ କିଛି ଷ୍ଟୁପେଫାଇଂ ଡ୍ରଗ୍ସ ତାକୁ ମିଶେଇ ଦଉଥିଲେ ଆଉ କିଛି ସମୟ ତାର କିଛି ସମୟ ପରେ ସେମାନେ ତାଙ୍କର ସେନ୍ସ ପଳଉଥିଲା ଆଉ ସେନ୍ସ ପଳେଇଲା ପରେ ତାଙ୍କର ଯୋଉ ଆସବାବପତ୍ର ସେଇଦିନ ଯାହା ବିକ୍ରି ହୋଇଥିବା କ୍ୟାସ୍ ଆମାଉଣ୍ଟ ତାଙ୍କର ମୋବାଇଲ ଏମିତି କିଛି ଜିନିଷ ସିଏ ନେଇଯାଉଥିଲେ ଆମେ ଘଟଣା 19 ତାରିଖ ଘଟଣା 20 ତାରିଖ ଆମେ ରିପୋର୍ଟ ପାଇଲୁ କିନ୍ତୁ ତଥାପି ଆମ ପାଖରୁ ଇଣ୍ଟେଲିଜେନ୍ସ ଇନଫର୍ମେସନରୁ ଆମେ ଅଲରେଡି ଇନଭେଷ୍ଟିଗେସନ ଆରମ୍ଭ କରିଥିଲୁ ଯିଏ ଆସିଥିଲେ ସୁରେନ୍ଦ୍ର ପ୍ରଧାନ ବୋଲି ନାମ ପ୍ରଧାନ ବ୍ୟକ୍ତି ତାଙ୍କ ବାପାଙ୍କୁ ଏ ଘଟଣାଟି ହେଇଥିଲା ସେ ବାପା ଆଉ ପୁଅ ତାଙ୍କର ବସିକି ବାଦାମବାଡ଼ିରେ ସେମାନେ ଫଳ ବିକ୍ରି କରନ୍ତି ସେ ଏ ଘଟଣାଟି ସମ୍ପର୍କରେ ଜଣାଇଥିଲେ ତତ୍କ୍ଷଣାତ୍ ତାଙ୍କୁ ମେଡିକାଲ ପଠାଇଥିଲୁ ମେଡିକାଲ ସେ ଭଲ ହେଇକି ଆସିଲା ପରେ ଆମ ଘଟଣା ସମ୍ପର୍କରେ ଆମେ କିଛି ଆଭାସ ପାଇଥିଲୁ ଆମ ତଦନ୍ତ ହେଲା ତଦନ୍ତ ବିଭିନ୍ନ ଆମର ଯୋଉ ତଦନ୍ତର ଯୋଉ ପ୍ରକ୍ରିୟା ରହିଛି ଆମେ କିଛି ସିଡିଆର ଆନାଲିସିସ୍ କଲୁ କିଛି ପାଷ୍ଟ ଏମିତି ଯୋଉ ଘଟଣା ଘଟିଛି ଭୁବନେଶ୍ୱର ଜିଆରପିରେ ଘଟଣା ଘଟିଛି ଖୋର୍ଦ୍ଧା ରୋଡ ଜିଆରପିରେ ଘଟଣା ଘଟିଛି ତାକୁ ତାର ଡକୁମେଣ୍ଟ ସବୁ ଦେଖିଲୁ ଦେଖିଲା ପରେ ଆମେ ତାର ମୋବାଇଲ କଲ୍ ପରେ ଯାଞ୍ଚ କଲୁ ଏବଂ ତାର ଲୋକେସନ ନେଲୁ ଲୋକେସନ ନେଲା ପରେ ଆମେ ତାକୁ ଧରିଲୁ ନା ତାଙ୍କର ମୋଡସ୍ ଅପରାଣ୍ଡି ରହୁଛି ଯେ ଏମିତି ଯୋଉ କୋଲ୍ଡ ଡ୍ରିଙ୍କ୍ସ ଯୋଉ ରହୁଛି ଥମ୍ସଅପ୍ ଯାହା ବି କୋଲ୍ଡ ଡ୍ରିଙ୍କ୍ସ ରହିକି ସେଠି ସେ ଯୋଉ ଷ୍ଟୁପେଫାଇଂ ଡ୍ରଗ୍ସ ସେଠି ଆମେ ଯୋଉ ସିଜର କରୁଛୁ ଆକ୍ଟିଭାନ୍ ଟାବଲେଟ୍ସରେ ଆକ୍ଟିଭାନ୍ ଟାବଲେଟ୍ କୋଲ୍ଡ ଡ୍ରିଙ୍କ୍ସରେ ପକେଇକି ସିଏ ଯାହା ସାମଗ୍ରୀ ରହିଲା ବ୍ରେସଲେଟ୍ ହଉ ମୋବାଇଲ ହଉ ଆମର ଯାହା ସେଇଦିନ ତାଙ୍କ ବିକ୍ରି ପଇସା ଯାହା ରହୁଛି ଆମେ ଯୋଉ ରିପୋର୍ଟଟା ଆସିଛି ତା 7,000 ଟଙ୍କା ସେମାନେ ନେଇଥିଲେ 5,000 ରୁ 7,000 ଟଙ୍କା ସେ ରିପୋର୍ଟ କରିଥିଲା ତାକୁ ମଧ୍ୟ ଆମେ ସିଜ୍ କରୁଛୁ କିନ୍ତୁ ଦେଖିବାକୁ ଗଲେ ତାଙ୍କର ଯୋଉ ପୁରୁଣା କେସ୍ ମଧ୍ୟ ରହିଛି ପ୍ରାୟ ଭୁବନେଶ୍ୱର ଜିଆରପିରେ 4ଟି ରହିଛି ଖୋର୍ଦ୍ଧା ଜିଆରପି ପୋଲିସ ଷ୍ଟେସନରେ ଗୋଟେ ରହିଛି କଟକ ଜିଆରପି ରହିଛି ଆଉ ବାଦାମବାଡ଼ିରେ ଆମର 2ଟି କେସ୍ ଦେଖନ୍ତୁ ଏଇଟା ତାଙ୍କର ତ ମୋଡସ୍ ଅପରାଣ୍ଡି ଆଗରୁ ତାଙ୍କର ଏଇଟା ମୋଡ୍ ଅଫ୍ ଅପରେସନ ମୋଡସ୍ ଅପରାଣ୍ଡି ଏମିତି ସେ ଆଗରୁ ଯେହେତୁ ତାଙ୍କୁ ଗୋଟେ ଲୋଭ ଦେଖାଇ ଯେ ଆମେ ତମଠୁ 10-15 କିଲୋ ଫଳ ନେବୁ ତେଣୁ ଯେହେତୁ ତାର ଗୋଟେ ଲୋଭ ଦେଖେଇ ସେମାନେ ଏଇ ପ୍ରକ୍ରିୟାରେ ଲୁଟ୍ କରୁଥିଲେ ଏଇଟା ତାଙ୍କର ମେଥଡ ଅଫ ଅପରେସନ ହଉଛି ସେ ହଁ ଜଣେ ଗୋଟେ ଲୋକ ରହିକି ରହୁଥିଲେ ଆମେ ବିଭିନ୍ନ ଯୋଉ ଇନଭେଷ୍ଟିଗେସନ ପ୍ରକ୍ରିୟା ଆମେ ଷ୍ଟାର୍ଟ କଲୁ ସେଥିରେ ମଧ୍ୟ ଦେଖିଲୁ ଯେ ଆମେ ପ୍ରଥମ ପ୍ରକ୍ରିୟା ରହିଲା ଯେ ସିସିଟିଭି ଫୁଟେଜ ଆନାଲିସିସ୍ କଲୁ ସିସିଟିଭି ଫୁଟେଜ ରହିଲା ଯୋଉ ଘଟଣା ଆମର ଯୋଉଠି ଘଟିଥିଲା ରକ୍ତି ପାଖରେ ଆଉ ଆମର ଅମର ନେକ୍ସଟ ପାଖରେ ସେଠିକା ସିସିଟିଭି ଚାର୍ଜରେ ଆମେ ଦେଖିଲୁ ଜଣେ ଲୋକ ଟିକେ ଅଛନ୍ତି ସିଏ ଆମର ଯୋଉ ଫଳ ବିକାଳି ଅଛନ୍ତି ତାଙ୍କ ସାଙ୍ଗେ କଥା ହେଇ ଆସୁଛନ୍ତି ଯେମିତି ସେ କହିଥିଲେ ଆମ ରିପୋର୍ଟ ଯେମିତି ରିପୋର୍ଟ ଦେଇଥିଲେ ତା ସହିତ ମ୍ୟାଚ୍ କରି ଯାଉଛନ୍ତି